Hi dear learners, welcome back to Bhakdev Tutor. ଆମେ ତୁମର ସମିଟିଭ୍ ଆସେସମେଣ୍ଟ ଟୁ ଏକ୍ଜାମିନେସନ୍ ପାଇଁ ସାହିତ୍ୟର 450ଟି MCQ ପାର୍ଟ କରିକି ଆମେ ଆଲୋଚନା କରୁଥିଲେ। ଏହି କ୍ଲାସଟି ହେଉଛି ଏହି ଟପ୍ 450 MCQର ପାର୍ଟ 6 କ୍ଲାସ୍। ଯେଉଁ ପିଲାମାନେ ପୂର୍ବ ପାର୍ଟ ଭିଡ଼ିଓ ଗୁଡ଼ିକୁ ଦେଖିନାହ ସେମାନଙ୍କୁ ଡେସ୍କ୍ରିପସନ୍ ବକ୍ସରେ ପ୍ଲେଲିଷ୍ଟର ଲିଙ୍କ୍ ମିଳିଯିବ। ସେ ପ୍ଲେଲିଷ୍ଟ ଭିତରେ ତୁମେ ପୂର୍ବ ପାର୍ଟର ସବୁ ଭିଡ଼ିଓ ଗୁଡ଼ିକ ଦେଖିପାରିବ। ତାହେଲେ ଦେଖିବା 1 ନମ୍ବର। ମଙ୍ଗଳେ ଅଇଲା ଉଷା କବିତାର କବି କିଏ? କବି ହେଉଛନ୍ତି ଗଙ୍ଗାଧର ମେହେର। ଗଙ୍ଗାଧର ମେହେର ଓଡ଼ିଆ ସାହିତ୍ୟରେ କେଉଁ କବି ଭାବେ ପରିଚିତ? ନା ସ୍ୱଭାବ କବି ଗଙ୍ଗାଧର ମେହେର। ତେଣୁ ସ୍ୱଭାବ କବି ଭାବରେ ଗଙ୍ଗାଧର ମେହେର ପରିଚିତ। ତାପରେ ଆମେ ଦେଖିବା ନେକ୍ସଟ କ୍ୱେଶ୍ଚିନ୍। ମଙ୍ଗଳେ ଅଇଲା ଉଷା କବିତାଟି କବିଙ୍କର କେଉଁ କାବ୍ୟରୁ ସଂଗୃହୀତ? ଉତ୍ତର ହେବ ତପସ୍ୱିନୀ କାବ୍ୟରୁ ସଂଗୃହୀତ। ମଙ୍ଗଳେ ଅଇଲା ଉଷା କବିତାଟି ତପସ୍ୱିନୀ କାବ୍ୟର କେଉଁ ସର୍ଗର ଅଂଶବିଶେଷ? ନା ତପସ୍ୱିନୀ କାବ୍ୟର ଚତୁର୍ଥ ସର୍ଗର ଅଂଶବିଶେଷ ଅଟେ। ଦର୍ଶନ ଦିଅ ସତୀ ରାତି ପାଇଲା, ଏହା କାହାର ଉକ୍ତି? ଏହା ହେଉଛି ଉଷାର ଉକ୍ତି। ମନେ ରଖ, ଏହା କାହାର ଉକ୍ତି? ନା ଏହା ହେଉଛି ଉଷାର ଉକ୍ତି। ତାହେଲେ ଦେଖିବା 6 ନମ୍ବର। କବି କାହାକୁ ଯୋଗେଶ୍ୱରୀ ବୋଲି କହିଛନ୍ତି? ଯୋଗେଶ୍ୱରୀ ବୋଲି କବି ଉଷାକୁ କହିଛନ୍ତି। ଉଷା କାହିଁକି ଶୁଭ ମୁହୂର୍ତ୍ତରେ ଆସିଛନ୍ତି? ନା ସୀତାଙ୍କ ଦର୍ଶନ ଅଭିଳାଷରେ ଉଷା ଶୁଭ ମୁହୂର୍ତ୍ତରେ ଆସିଛନ୍ତି। ଦେଖିବା 8 ନମ୍ବର। ତାପରେ ସୀତାଙ୍କ ଦର୍ଶନ ଆଶାରେ ଆସିଥିବା ଉଷା ଉପହାର ସ୍ୱରୂପ କ'ଣ ଆଣିଥିଲେ? ଉପହାର ସ୍ୱରୂପ ଶିଶିର ରୂପକ ମୁକ୍ତା ଆଣିଥିଲେ। କବି କାହାକୁ ଉଷାଙ୍କ କର ଭାବେ କଳ୍ପନା କରିଛନ୍ତି? ଉତ୍ତର ହେବ ପଲ୍ଲବ। ମନେ ରଖ, କବି ପଲ୍ଲବକୁ ଉଷାଙ୍କ କର ଭାବେ କଳ୍ପନା କରିଛନ୍ତି। ତା ଦେଖ 10 ନମ୍ବର। ଉଷା କେଉଁଠି ରହି ସୀତାଙ୍କୁ ଉଠିବା ପାଇଁ ଡାକିଥିଲେ? କଣ ଏଟା? ନା ସୀତା ରହିଥିବା କୁଟୀର ବାହାର ପ୍ରାଙ୍ଗଣରେ ରହିକି ସୀତାଙ୍କୁ ଉଠିବା ପାଇଁ ଉଷା ଡାକିଥିଲେ। ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। କିନ୍ତୁ ତା ପୂର୍ବରୁ ଗୋଟେ କଥା କହିଦେଉଛି, ଯେଉଁ ପିଲାମାନେ ବାଗଦେବ ଟ୍ୟୁଟର ଆପ୍ଲିକେସନ୍ ଡାଉନଲୋଡ୍ କରିନାହ ସେମାନେ ଆପ୍ଲିକେସନକୁ ଯାଇ ଡାଉନଲୋଡ୍ କରିଦିଅ ପ୍ଲେ ଷ୍ଟୋରରୁ କିମ୍ବା ଡେସ୍କ୍ରିପସନ୍ ବକ୍ସରେ ଲିଙ୍କ୍ ରହିଛି। ତେଣୁ ଆପ୍ଲିକେସନରେ ଯେଉଁ ମ୍ୟାଥମେଟିକ୍ସର ପ୍ରାକ୍ଟିସ୍ କୋର୍ସ ଚାଲିଥିଲା ସେ କୋର୍ସର ପ୍ରାଇସ୍ ବର୍ତ୍ତମାନ ସମୟରେ 139 ଅଛି। ଯେଉଁ ପିଲାମାନେ ଇଣ୍ଟରେଷ୍ଟେଡ୍ ଅଛ ପରଚେଜ କରିବା ପାଇଁ ସେମାନେ এই କୋର୍ସରେ ଜଏନ୍ ହେଇପାରିବେ। ବୁଝିପାରିଲ? ତେଣୁ ମ୍ୟାଥମେଟିକ୍ସରେ ଯେଉଁ ପିଲାମାନେ ଭଲ ସ୍କୋର କରିବାକୁ ଚାହୁଁଛ ସେମାନେ এই କୋର୍ସରେ ଜଏନ୍ ହେଇପାରିବେ। ଲିମିଟେଡ୍ ଟାଇମ୍ ଅଫର ଅଛି। ବୁଝିଲା? ତାହେଲେ ଦେଖିବା 11 ନମ୍ବର। ପ୍ରଭାତର ଅରୁଣିମାକୁ କବି କାହା ସହିତ ତୁଳନା କରିଛନ୍ତି? ନା ଉଷାଙ୍କର କଷାୟ ବସ୍ତ୍ର ସହିତ ତୁଳନା କରିଛନ୍ତି। ଉଷାଙ୍କ ନିର୍ଦ୍ଦେଶରେ କିଏ ସଙ୍ଗୀତ ଗାନ କରୁଥିଲେ? ନା ସମୀର। ମନେ ରଖ, ଉଷାଙ୍କ ନିର୍ଦ୍ଦେଶରେ ସମୀର ସଙ୍ଗୀତ ଗାନ କରୁଥିଲେ। 13 ନମ୍ବର ଦେଖ। ଉଷାଙ୍କ ନିର୍ଦ୍ଦେଶରେ କିଏ ବୀଣା ବଜାଉଥିଲା? ବୀଣା ବଜାଉଥିଲା ଭ୍ରମର। ଉଷାଙ୍କ ନିର୍ଦ୍ଦେଶରେ କିଏ ନୃତ୍ୟ କରୁଥିଲା? ଉଷାଙ୍କ ନିର୍ଦ୍ଦେଶରେ ନୃତ୍ୟ କରୁଥିଲା ସୁରଭି। ଉଷା କାଳରେ କିଏ ଭାଟ ହୋଇ ସ୍ତବ ପାଠ କରୁଥିଲା? ଭାଟ ହୋଇ ସ୍ତବ ପାଠ କରୁଥିଲା କୁମ୍ଭାଟୁଆ। ଉଷା କାଳରେ କିଏ ପାଟ ମାଗଧ ବେଶରେ ଆସିଥିଲା? ଉଷା କାଳରେ କଜଳପାତି ପାଟ ମାଗଧ ବେଶରେ ଆସିଥିଲା। ମୁନିମାନଙ୍କର ବେଦଧ୍ୱନି କାହାକୁ ପୂର୍ଣ୍ଣ କରିଛି? ଉତ୍ତର ହେବ ଶ୍ୟାମବନକୁ ପୂର୍ଣ୍ଣ କରିଛି। ମୁନିମାନଙ୍କ ଓଁକାର ଧ୍ୱନିକୁ କବି କାହା ସହିତ ତୁଳନା କରିଛନ୍ତି? ନା ଓଁକାର ଧ୍ୱନିକୁ କବି ସରସ୍ୱତୀଙ୍କ ବୀଣା ଝଙ୍କାର ସହିତ ତୁଳନା କରିଛନ୍ତି। ବେଳକୁ ବେଳ ବର୍ଣ୍ଣଭୂମି ଉଜ୍ଜଳ ହେଉଥିବାକୁ କବି ଏହାକୁ କାହା ସହିତ ତୁଳନା କରିଛନ୍ତି? କବି ଏହାକୁ ମନ୍ତ୍ର ବଳରେ ବଳର ବଢ଼ିବା ସହିତ ତୁଳନା କରିଛନ୍ତି। 20 ନମ୍ବର ଦେଖ। ଅନୁକମ୍ପା କାହାକୁ ସୁକୁମାର ଦେହୀ ବୋଲି କହିଛନ୍ତି? ଅନୁକମ୍ପା ଉଷାଙ୍କୁ ସୁକୁମାର ଦେହୀ ବୋଲି କହିଛନ୍ତି। ସୀତାଙ୍କ ଶୋକ ଜର୍ଜରିତ ଚିତ୍ତରେ ପ୍ରତିବିମ୍ବିତ ରାମଚନ୍ଦ୍ରଙ୍କ ମୂର୍ତ୍ତିକୁ କବି କାହା ସହିତ ତୁଳନା କରିଛନ୍ତି? ଉତ୍ତର ହେବ ପଦ୍ମ ଫୁଲ ଉପରେ ପଡ଼ିଥିବା ଶିଶିର ମୁନ୍ଦୁରେ ସୂର୍ଯ୍ୟଙ୍କ ପ୍ରତିବିମ୍ବ, ଏହା ସହିତ ତୁଳନା କରିଛନ୍ତି। ବୁଝିହେଲା ଆଜ୍ଞା ସମସ୍ତେ? ତାହେଲେ ଯେଉଁ ପିଲାମାନେ ଏଇଭଳି ରେଗୁଲାର କ୍ଲାସ୍ ଦେଖିବାକୁ ଚାହୁଁଛ ଏବଂ ବାଗଦେବ ଟ୍ୟୁଟର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନ ସେମାନେ ସବସ୍କ୍ରାଇବ୍ କରିଦେବ ଏବଂ ତା ପାଖରେ ଥିବା ବେଲ୍ ଆଇକନ୍ ପ୍ରେସ୍ କରିକି ଅଲ୍ ନୋଟିଫିକେସନ୍ ସେଟ୍ କରିଦେବ। ତାହେଲେ ଦେଖ 22 ନମ୍ବର। ଶଯ୍ୟାତ୍ୟାଗ ପରେ ସୀତା ପ୍ରଥମେ କାହାକୁ ପ୍ରଣାମ କରିଛନ୍ତି? ପ୍ରଥମେ ଅନୁକମ୍ପାଙ୍କୁ ପ୍ରଣାମ କରିଛନ୍ତି। 23 ନମ୍ବର ଦେଖ। ଉଷାଙ୍କର ପଦବନ୍ଦନା କରି ସୀତା କାହାର ମଙ୍ଗଳ ସମ୍ପାଦନ ପାଇଁ ପ୍ରାର୍ଥନା କରିଥିଲେ? ନା ରାମଚନ୍ଦ୍ରଙ୍କର
ପ୍ରାର୍ଥନା ପାଇଁ ଯୋଉ ରାମଚନ୍ଦ୍ରଙ୍କ ମଙ୍ଗଳ ସମ୍ପାଦନ ପାଇଁ ପ୍ରାର୍ଥନା କରିଥିଲେ। ବୁଝିହେଲା। କାହାକୁ ଆଶ୍ରମ ଧାତ୍ରୀ ବୋଲି କୁହାଯାଇଛି? ଆଶ୍ରମ ଧାତ୍ରୀ ବୋଲି ତମସାକୁ କୁହାଯାଇଛି। ତମସା କାହିଁକି ଅନାଇ ରହିଛି ବୋଲି ଅନୁପମା ସୀତାଙ୍କୁ କହିଛନ୍ତି? କାହିଁକି ଅନାଇ ରହିଛି ବୋଲି? କାରଣ ସୀତାଙ୍କୁ କୋଳ କରିବାର ସୁଖ ପାଏ। ବୁଝିହେଲା। ତାପରେ ଦେଖିବା 26 ନମ୍ବର। ନେକ୍ସଟ କ୍ୱେଶ୍ଚନ ଦେଖ। ସେ ତମସା କେଉଁ ନୟନରେ ସୀତାଙ୍କ ଶୁଭା ଗମନକୁ ଚାହିଁ ରହିଥିଲେ? ଉତ୍ତର ହେବ ମୀନ ନୟନରେ। କବି କାହାକୁ ତମସାର ମଙ୍ଗଳ ପ୍ରଦୀପ ବୋଲି କହିଛନ୍ତି? ଉତ୍ତର ହେବ ପ୍ରଭାତୀ ତାରାକୁ। ତମସା ପ୍ରାଙ୍ଗଣରେ କଣ ବିଞ୍ଚିଥିଲା? ତମସା ପ୍ରାଙ୍ଗଣରେ କୁସୁମ ବିଞ୍ଚିଥିଲା। କାହାକୁ କବି ତମସାର କର ବୋଲି କହିଛନ୍ତି? ନା ତରଙ୍ଗକୁ। ମନେ ରଖ, ତରଙ୍ଗକୁ କବି ତମସାର କର ବୋଲି କହିଛନ୍ତି। ବୁଝିଲା। ତା ଦେଖିବା 30 ନମ୍ବର। କିଏ ଜୀବନରେ ଭୋଗ ପିପାସା ତ୍ୟାଗ କରିଥିବା ତମସା କହିଛି? ନା ସୀତା ଜୀବନରେ ଭୋଗ ପିପାସା ତ୍ୟାଗ କରିଥିବା ତମସା କହିଛି। 31 ନମ୍ବର। କାହା ଯୋଗୁଁ ସଂସାରରେ ଭାଗ୍ୟବତୀ ଭାବେ ପ୍ରଶଂସିତା ହେବ ବୋଲି ତମସା କହିଛି? ନା ସୀତାଙ୍କ ଯୋଗୁଁ। ବୁଝିଲ, କାହା ଯୋଗୁଁ? ନା ସୀତାଙ୍କ ଯୋଗୁଁ। 32 ନମ୍ବର। ତମସା ଦୃଷ୍ଟିରେ ସୀତାଙ୍କ କଣ ଥିଲେ? କଣ ଥିଲେ କି? ନା ରାଜଲକ୍ଷ୍ମୀ ହୃଦଦାର ଥିଲେ। ବୁଝିଲା। ତମସା ଦୃଷ୍ଟିରେ ସୀତାଙ୍କ ରାଜଲକ୍ଷ୍ମୀ ହୃଦଦାର ଥିଲେ। ତା ଦେଖିବା 33 ନମ୍ବର। ସର୍ବସାହା ମାଟି କବିତାର କବି କିଏ? ସର୍ବସାହା ମାଟି କବିତାର କବି ହେଉଛନ୍ତି ବିଦ୍ୟୁତ ପ୍ରଭା ଦେବୀ। ତା ଦେଖିବା 34 ନମ୍ବର। ସର୍ବସାହା ମାଟି କବିତାଟି କବିଙ୍କର କେଉଁ କବିତା ପୁସ୍ତକରୁ ସଂଗୃହୀତ? ନା ମାଟି ପାଣି ପବନ କବିତା ପୁସ୍ତକରୁ ସଂଗୃହୀତ। 35 ନମ୍ବର। କବି କାହାକୁ ସରବ ସହଣୀ ବୋଲି କହିଛନ୍ତି? ସରବ ସହଣୀ ବୋଲି କବି ମାଟିକୁ କହିଛନ୍ତି। ବୁଝିଲା। ତା ଦେଖିବା 36 ନମ୍ବର। ମାଟି ସମସ୍ତଙ୍କୁ ସମାନ ଭାବରେ କଣ ବାଣ୍ଟି ଦିଏ? ସମାନ ଭାବରେ ସ୍ନେହ ବାଣ୍ଟି ଦିଏ। ମାଟିର ମିଠା ପାଣି ଓ ଧୀର ପବନ କବିଙ୍କୁ କଣ ଦେଇଛି? କବିଙ୍କୁ ବଳ ଦେଇଛି। ମାଟିର ସବୁଜ ଘାସର କଣ ବିଛଣା କବିଙ୍କୁ କଣ ଦିଏ? କବିଙ୍କୁ ଆରାମ ଦିଏ। ନେକ୍ସଟ କ୍ୱେଶ୍ଚନ ଦେଖ। ମାଟି ଆମର ଦେହ ଦୁଃଖ ପାଇଁ କଣ ସାହିତ୍ୟ ରଖିଛି? ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ। ନା ଚେରି ମୂଳ ଗଛଲତା। ମୂଳି ନୁହଁ, ହଁ ଚେରି ମୂଳି ବା ଚେରି ମୂଳ ବି ହେଇପାରିବ। ଚେରି ମୂଳ ଗଛଲତା ସାହିତ୍ୟ ରଖିଛି। ମାଟି ନଈ ସମୁଦ୍ରରେ କଣ ରଖିଛି? ମାଟି ନଈ ସମୁଦ୍ରରେ ହସ କଥା ରଖିଛି। କିଏ କବିଙ୍କ ବୁକୁ ଫୁଲାଏ ଓ ମନ ଭୁଲାଏ? ନା ବଣ ପକ୍ଷୀର ଡାକ। ମନେ ରଖ, ବଣ ପକ୍ଷୀର ଡାକ କବିଙ୍କ ବୁକୁ ଫୁଲାଏ ଓ ମନ ଭୁଲାଏ। ବୁଝିହେଲା। ତା ଦେଖିବା 42 ନମ୍ବର। କିଏ ଡାକିଲେ ମଧ୍ୟ ମାଟି ମା ର କାଖ ଛାଡ଼ିବାକୁ ମନ ବଳେ ନାହିଁ? ନା ସରଗ। ମନେ ରଖ, ସରଗ ଡାକିଲେ ମଧ୍ୟ ମାଟି ମାର କାଖ ଛାଡ଼ିବାକୁ ମନ ବଳେ ନାହିଁ। ବୁଝିହେଲା। ତା ଦେଖିବା 43 ନମ୍ବର। ଜନ୍ମକାଳ ଠାରୁ ଆମେ ମାଟି ମାକୁ କଣ ଦେଇ ଆସିଛୁ? ମାଟି ମାକୁ ଆଘାତ ଦେଇ ଆସିଛୁ। ବୁଝିଲା। କଣ ଦେଇ ଆସିଛୁ? ନା ଆଘାତ ଦେଇ ଆସିଛୁ। ଏଯାଏଁ ବୁଝିବା ତ ସମସ୍ତେ, କାହାର କିଛି ଡାଉଟ୍ ନଥିବ। ତା ଦେଖିବା 44 ନମ୍ବର। ମାଟି ଆମର ସବୁ ଦୋଷ କାହିଁକି କ୍ଷମା କରେ? ମାଟି ଆମର ସବୁ ଦୋଷ କାହିଁକି କ୍ଷମା କରେ? କାରଣ ଆମକୁ ତାର ନିଜ ଛୁଆ ଭାବୁଥିବାରୁ। ତାପରେ ଦେଖ 45 ନମ୍ବର। କଣ କରିଥିବାରୁ କବି ମାଟି ମାର ଦେଶକୁ ବୁଲିବାକୁ ଆସିଛନ୍ତି? ନା ତପ କରିଥିବାରୁ କବି ମାଟି ମାର ଦେଶକୁ ବୁଲିବାକୁ ଆସିଛନ୍ତି। ନିଜ ଛାତିକୁ ନିଦା କରିବା ପାଇଁ କବି ମାଟିକୁ କଣ ମାଗିଛନ୍ତି? ନା ଧୈର୍ଯ୍ୟ ମାଗିଛନ୍ତି। ମନେ ରଖ, ନିଜ ଛାତିକୁ ନିଦା କରିବା ପାଇଁ କବି ମାଟିକୁ କଣ ମାଗିଛନ୍ତି? ନା ଧୈର୍ଯ୍ୟ ମାଗିଛନ୍ତି। ନିଜେ ଦୁଃଖ ସହି କବି କାହା ପାଇଁ ଦିନ ରାତି ଲାଗି ପଡ଼ିବାକୁ ଚାହିଁଛନ୍ତି? ନା ଜଗତ ପାଇଁ। ନିଜେ ଦୁଃଖ ସହି କବି ଜଗତ ପାଇଁ ଦିନ ରାତି ଲାଗି ପଡ଼ିବାକୁ ଚାହିଁଛନ୍ତି। ତା ଦେଖିବା 48 ନମ୍ବର। କାହାକୁ କବି ମାଟିର ଦେହ ବୋଲି କହିଛନ୍ତି? ନା ପାହାଡ଼ର ପଥକୁ। ମନେ ରଖ, ପାହାଡ଼ର ପଥକୁ କବି ମାଟିର ଦେହ ବୋଲି କହିଛନ୍ତି। ତା ଦେଖ 49 ନମ୍ବର। କବି କାହାକୁ ମାଟିର ପ୍ରାଣ ବୋଲି କହିଛନ୍ତି? ମାଟିର ପ୍ରାଣ ବୋଲି କବି କଣ ପତ୍ରକୁ କହିଛନ୍ତି? 50 ନମ୍ବର ଦେଖ। ଦୁଃଖ ଦଡ଼ମଡ଼ି ସହିବା ପାଇଁ କବି ତାଙ୍କୁ କିପରି କରିଦେବାକୁ ମାଟି ନିକଟରେ ନିବେଦନ କରିଛନ୍ତି? ନା ଟାଣ କରିଦେବାକୁ ମାଟି ନିକଟରେ ନିବେଦନ କରିଛନ୍ତି। ବୁଝିଲା ଯାଏ ସମସ୍ତେ? ଏଇଆ ସମସ୍ତେ ବୁଝିଥିବ, କାହାର କିଛି ଡାଉଟ୍ ନଥିବ। ଓକେ।
ताहले एही पार्ट को आम एंड करदे नेक्स्ट पार्ट में 51 नंबर ठार डिस्कसन करवा बुझीला जो पे रेगुलर वीडियो क्लास ये देखा चाहो चैनल सब्सक्राइब करदब और पाखे बेल आइकन प्रेस करके ऑल नोटिफिकेशन सेट करदब तुम समस्त जाकि टेलीग्राम में जॉइन हो टेलीग्राम चैनल लिंक देछि डिस्क्रिप्शन बॉक्स में धन्यवाद।